ସତୀ ତାଙ୍କର ପିତାଙ୍କର ନାମ ହେଲା ପ୍ରଜାପତି। ଦିନେ ଦକ୍ଷ ପ୍ରଜାପତି ଯଜ୍ଞ କରିଥିଲେ। ସେ ଯଜ୍ଞ କୁଣ୍ଡରୁ ଦଣ୍ଡ ଜନ୍ମ ହେଇଥିଲା। ଦ ଅକ୍ଷର ହେଲା ପୁରୁଷ, ଅନଦଣ୍ଡ ହେଲା ନାରୀ। ତ ଦଣ୍ଡ ବଇଲେ ନେଇ ହେ ପିଲା, ଦଣ୍ଡ ବଇଲେ ତୁମେ କାହାକେ ବୁଝୁଛ? ଦଣ୍ଡ ବୋଇଲେ ରାଧା କୃଷ୍ଣ ବେହାରୀ ଦୁତି ଢୋଲିଆ କେମା ପଡ଼ିଯିବ। ତୁମେ ସେ ରାମାୟଣର ସବରୀ ବୁଢୀ କାହିଁ ଯିବ? ସର୍ବାରିଷ୍ଟ ମଙ୍ଗଳ ହଉ ସେ ରାଧା କୃଷ୍ଣ ଚରଣାରବିନ୍ଦରେ ତାଙ୍କର ମନ ଥାଉ। ଅଭିଷେକ ନାମରେ ଅଭିଷେକ ହସ ସବୁବେଳେ ଏନ୍ତା ହସୁଥିବ। ହେ ଗୋ ବଡମା, ଆଇ ଲଭ ୟୁ ଅଭିଷେକ। ସମ୍ମାନ ରକ୍ଷା କରି ଆମର ଜେଜେମା ଅଭିଷେକ ନାମରେ 150 ଟଙ୍କା ପ୍ରଦାନ କରିଛନ୍ତି। ସେଇ ରାଧା କୃଷ୍ଣ ଚରଣାରବିନ୍ଦରେ ତାଙ୍କର ମନ ରହିଥାଉ ଏକ ବାର। ତ ଦଣ୍ଡ କଶ୍ୟପ ଋଷିଙ୍କର 13ଟା ପୁତ୍ର ଥିଲେ। ଆଉ ସେଇ 13ଟା ପୁତ୍ରକୁ ହେଇଥିଲା କୁଷ୍ଠ ରୋଗ। ସେଇ କୁଷ୍ଠ ରୋଗକେ ଭଗବାନ ମହାଦେବ ଧାମୁ ଯାତ୍ରା କଲେ, ରାଧାକୃଷ୍ଣଙ୍କ ଲୀଳାକେ ପ୍ରଚାର ପ୍ରସାର କଲେ। ଆଉ ସେଇ 13 ଭକ୍ତା ଦଣ୍ଡରେ ପୂଜା ଖାଇছে। ଆଗ ପୂର୍ବରେ ଦଣ୍ଡୁଆ ମାନେ ଚାଲି ଯାଉଥିଲେ, ଉଠ ହେ ଋଷି ପୁତ୍ରେ ବେଲେ ସେଟା କଶ୍ୟପ ଋଷିଙ୍କ 13ଟା ପୁତ୍ର ଦଣ୍ଡରେ ପୂଜା ଖାଇছে। ଏ ନନି ଏ ମା ରାଧିକା বইলে ননন্দে শুন। ঠিক আছে, খুশি তো? ଆମେ ବି ଖୁସି। ଆମର ଫକୀର ଦାଦା ପ୍ରଶ୍ନ ଉତ୍ତର ଶୁଣିକରି ପୁଣି ଥରେ 100 ଟଙ୍କା ପ୍ରଦାନ କଲେ। ଇହାଦେ ଯିବେ ନ ସେ ବନ୍ଧୁଙ୍କର ଚଲା ବାଟ କୁସୁମିତ ହଉ, ବୋଲ ଆନନ୍ଦ କବା। ଏ ମା ରାଧିକା ବଇଲେ ନନନ୍ଦେ ଶୁଣ ହୋ, କହୁ ଅଛି ମୋର ଆଦ୍ୟ ଜନ୍ମ আগনাদিଙ୍କ ବାମଙ୍ଗରୁ ଜାତ ଦେଓନାଦି ଶୂନ୍ୟ ମଣ୍ଡଳେ ମା ପାରୁଷେ ରହିଲେ ଅନିକେଲି ଆରମ୍ଭେ ବଟ ମୂଲେ କଲେ କେଲି ମୋର କେଲି ବଟ ମୂଲେ କଲେ କେଲି। ପବନ କୀଟ ପତଙ୍ଗ ଜୀବ ପରମ କେହି ନଥିବେ। ସେଇ ସମୟରେ ଏହି ଧରା ପୃଷ୍ଠରେ ଆଦି ଏବଂ ଅନାଦି ଜନ୍ମ ହେଲେ ଗো। ଆଦି ହେଲେ ଯେ ମାତା, ଅନାଦି ହେଲେ ଯେ ପିତା। ଆଗ ରାଧିକା ବଇଲେ ଶୁଣ ମନ ଦେଇ, ନଇହ ସୁପକ ମୋହର ପିତା ଅଟଇ। ଆଗ ସୁପ୍ରଭା ବରିଣ ମାତା ମୋହର, ଆଗ ଶୁକ୍ଳ ସିନ ଅଜା ଅଟେ ମୋହର, ଯେ ମାତା ମୋର ତପ କଲା। ରାଧାଙ୍କର ଜନ୍ମ ଖାଲି ପୁରାଣ ଗୁଟେ କି ନାଇନ, ପୁରାଣ ସହସ୍ର ପୁରାଣ ବାହାରି ଗଲା। କିନ୍ତୁ ଗୁଟେ ପୁରାଣ ଥିଲେ ସିନା ସବୁ କଥା କି ଆମେ ସତ କରତା। ପଦ୍ମ ପୁରାଣ ଅଛି, ବ୍ରହ୍ମ ବୈବର୍ତ ପୁରାଣ ଅଛି, ହରିବଂଶ ପୁରାଣ ଅଛି। ସବୁ ପୁରାଣରେ ରାଧାଙ୍କର ଜନ୍ମ ଅନ୍ୟ ଅନ୍ୟ ମତ ଦିଆଯାଇଛି। ଆଗ ମୋର ମାତାର ନାମ ଥିଲା ସୁପ୍ରଭା, ପିତାର ନାମ ଥିଲା ସୁପକ। ମତେ ଜନ୍ମ କରିବା ପାଇଁ ମୋର ମା ଘୋର ତପସ୍ୟା କରିଥିଲେ ଗো। ଏ ମା ତପେ ତ ସହୟନୀ ଦେଖ ତ ବର নীল 12টি দুই দাহেলা, সুরুন নীল 12টি দুই দাহেলা। ଯେତେବେଳେ ମୁଇଁ ଜନ୍ମ ହେଲି, ମୁଁ ଜନ୍ମ ହେବାରୁ ଆଗରୁ ମୋର ମା କେ 11ଟା ଟୁକେଲ ହେଇଥିଲା। 11ଟା ଝିଅ। ଏ ମା ତାହେଲେ ତମ ଗୋଟେ ଟିମ୍ ବନାବାର ଥିଲା ଗো। କ୍ରିକେଟ ଟିମ୍ ଟେ ବନାବାର ଥିଲା। ଆଇପିଏଲ ଛିନ ଏ ଟୁକେଲ କ୍ରିକେଟ ଖେଲି ଯିବେ କେ। କିନ୍ତୁ 11ଟା ଟୁକେଲ ଯେତେବେଳେ ମୋର ମା କେ ହେଇଗଲା, ମୋର ମା ଭାରି ଚିନ୍ତାରେ ପଡିଗଲେ। ଏ ମା ତମର ମା ବୋଲି ନେଇ टुकल घास रोचे वाला केन मां के भी चिंता नहीं आबाके आबाके के बोला धाता लिखितम कर्म अनुसारे फल।
যাহার কর্মরে যাহা লেখা হইছিল তাহা তো ঘটবা ননিল কিন্তু ভগবান को मोर मा तपस्या करूछन যদি मोर घरे पुअटी हेबा मोर वंश रक्षा हेबा কিন্তু 12 नंबर गर्भवती जेते बेले मु जन्म हेली हे थरे मेडिकल जन्म हे जाइछि ए भगवान 12 नंबर छियो તમે 12 નંબર छियो એટલે તમાર ના કાય નથીલા હો এ মা ই তোমার মা পারো পট পোকা লাগো ए ওরা কিয়া বলে যে পকাবে জন্ম কলে গারসা জন্ম করিকি ইমা ସମସ୍ତଙ୍କ ଠାରୁ ମୁଁ ସାନ ଅଟଇ ନନି ହୋ ମୋର ନାମ ଜଗ କାନ୍ତି ଅଟଇ ଆଗ ସମସ୍ତଙ୍କ ଠାରୁ ମୁହିଁ ସୁନ୍ଦର ଦିନେ ସେଠାରେ ମତେ କେ ନହିଲେ ବର ଯେ ମୋର ପିତା ମନରେ ଭାବିଲେ ଏକ ମଞ୍ଜୁ ସାଥୀ ଆରି ନନି ମଞ୍ଜୁ ସାରେ ଭାଇ ଏକ ମଞ୍ଜୁ ସାଥୀ ଆରି ନନି ମଞ୍ଜୁ ସାରେ ଭରି କେଲେ ଇଲୋ ହେଲେ ଜଲ ମତେ ଠେଲି କେଲେ ଇଲୋ ହେଲେ ଜଲ ମତେ ଠେଲି तो मुई असुंदरी दिसुतिली जेतेबेले जन्म हेली मोर 11टा भौणी माने समस्ते सुंदर সুন্দর সুন্দর গো हेले मुई तो सबको ठनु असुंदरी मुई दिसुतिली কেন্দা দিছলা যাসু কেনতা কেন্দা দিছলা যাসু কেনতা बतानी हां बताचे तुमे देखितिला नाही गो ओ चाबले मु देखतिल ना या ए मुई हंता दिसुतिली नहीं न भाई কেনতা সে গো मोर गोड़ खने एंता टेढ़ा थाए মা তোমার গোট টেড়া থিলা বেলে তুমি এন্তা চালু থিব না এন্তা লোচক মনি চোরা বেনি আলো ए छुआ माने केडा चली परबे कि मैं छुआ मेरे कथा कहू छी तो मोर मां बापा मते असुंदरी बोइले हां आइ गुटे मंजू सत्यारी कले हाय गो आ से मंजू सवित्र मते भरी देले और समुद्र भितर मते ठेली देले ए भगवान जे તમે बुढ़ी कर मरी गलो ना देखु छगो पिला ए पिला मेरा मते मरी गलो ना के मलुस मरी जेतिले ई काहे के आसी जति को मु जगो छुआ बेला तो तमर बुआ मा पानी देली देले बेले तमके छुआ बेला पहरी राखी दिलो ना जावाल जावाल इटा चलबा गो कोना अछि जीवन दुकाने चला मुता लाग पाथे के दुकान ये ननी ए मा से चल मथरे लागी मुही ननी हो 16 दिन से ठारे थिली मोर रहे आगोरी धर्म तेज पाई हेली सुंदर तो जेते राधा को असुंदरी बोली करी पद्मा बन रे ठेली देले राधा गुटे पद्मा फूल रे जेकर 16 दिन रहिते हां आगो हे धर्म तेज पाई हेली सुंदर ए मा भूष भानु करे पद्मा बन रजे मते एमने जानू ना कि आगो धर्म तेज पाई हेली सुंदर दिने भृष भानु गले पद्मा बन रजे मते नेत्र रे देखिले आगो घर को ताने लागो चंचना को देला गेले लो मेरे चंचना न होइना चली गया हेले न होइना न दे हो गीत बाजले सिटी मारबो गो ज्ञान अछि कि नहीं बाजले सिटी मारबो कहला बेले टिके चुप होबो ये ननी हां तो भृषभ भानु राजा पद्मा फूल तुलवा पई पद्मा मन के जाई जाइछन तो पद्मा फूल भीतर मते पाइले आउ नी कर तांक स्त्री चंचला कर देले गो से चंचला दिल मते पाली पोसी करी बड़ करी हां हां इटा हेला मोर जन्म कथा एबो जन्म हेबरा स्नेह हेला गो हेले जेते बेले तमर मां बाबा घरे तमे थिलो प्रकृति तमके केते वर्ष केते मास केते दिन होतिला तमे रजवती हेतिलो रजवती हेला समय रे काय बार केन दिन केन नक्षत्र केन ग्रह
କିନ୍ତି ଲାଗିଥିଲା ତମେ ରଜବତୀ ହେଇଥିଲ ସେ କଥା ଟିକେ କହ। ବୋଲେ ତମର ନନି କା ବୋଲୁଛେ ଶୁଣୁଛ? ଶୁଣୁଛେ ଯେତେବେଳେ ତମେ ରେଜର ପତି ନେଇ ତୁମର ଜବାନ କୁ ଲଗାମ ଦି କଥା है क्या पति से बोला को? ତୁମେ ଜନ୍ମ ହେଲ ଯେ ତୁମେ ରଜବତୀ କେବେ ହେଇଥିଲ କର୍ମ କଥା କହ ଭାଇ। ରେଜର ପତି ହେଲୋ କେ ବୋଲୁଛେ ରାଧିକା ବଇଲେ ନଣନ୍ଦେ ଶୁଣ ଶୁଣ ମୋ ରଜବତୀ କଥା କହୁଛି ଶୁଣ। ଆଗ 12 ବର୍ଷ ବୃଷଭାନୁ করে ମୁଇଁ ଥିଲି ନନି ହୋ ମାଘ ମାସରେ ମୁଇଁ ରଜବତୀ ହେଲି। ଆଗ ମୂଲା ନକ୍ଷତ୍ର ଅଟେ ଦିନ ଗୁରୁବାର ଏମା ପୁଷ୍ପବତୀ ହେଲି ସେହି ଦିନର ଏନେ ମନେ ଟିକେ ସୁତା କର ମନେ ଟିକେ ସୁତା କର ନଣନ୍ଦେ कहू अति धीरा धीरा ଯେତେବେଳେ ବୃଷଭାନୁ ରାଜା ଘରେ ମତେ ପାଲି ପୋଷି କରି ବଡ କରୁଛି ହଁ ହଁ 12 ବର୍ଷ ମତେ ପୁରୀ ଗଲା। ହାଇ ଗো ମାଘ ମାସ ଚାଲୁଥାଏ ହଁ ମୂଳା ନକ୍ଷତ୍ରରେ ହାଇ ଗୁରୁବାର ଦିନେ ମୁଇଁ ପୁଷ୍ପବତୀ ହେଇଥିଲ ଗো ବୁଝିପାରିଲ। ହଁ ଯେତେବେଳେ 7 ଦିନ ମତେ ପୁରୀ ଗଲା ସ୍ନାନ କରିବା ପାଇଁ ଗୋଟେ ନଦୀ କୂଳକେ ହଁ ଯାଉଛି नदी कुलो के गलो कि स्कूल को गलो नदी के स्नान करबा ପାଇଁ ଯାଉଛି। गलो तो गलो ठीक गलो अच्छा। एटा के साबुन मखलो के शैम्पू मखलो केनता कपड़ा पिनलो आपु साबु से गलो बुड़ से देलो छी 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 पिला सब लाज नी गो ए मा सुचित्रा सखी को संगरे धरी हरी नली हो मुई तो मणि भद्रा नदी कूलकु गली। मते लाइन में जाओसी ओ या कर्ता महाशय घरे सम्मान रक्षा करी समस्त वस्त्र सहित किछि किछि टंका प्रदान करिछन। तांकर चलाबाट कुसुमित हो से मां महालक्ष्मी गोटे संपत्ति प्रदान करंतु से बालकर अंगरु अष्ट रोगी 64 व्याधि सब खंडन करंतु। बोलो आनंद कवार हरि हरि बोलो तुमर 2 लोग गुड लगे थरे बढ़िया दिस 2 लोग चुड़ हटो तो हम बोलछे हटो उठे हमा एंता ठीक चल हां दे हम कैमरामैन मनोसन कैमरामैन फोकस करो कैमरामैन क्या पता हला यार देखो मैंने ओ कैमरामैन ये मां सोनी देवल बारी ना बाबू किनी पुराना को अजय देवगन नहीं संजय दत्त साजन 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 फिल्म रही रहो तुम घर के बाबू ननी के हेले बिया हेले पूरा कोला रहे बने बाजा ना देबा छातो हंती हवा में बिरा तो बोलछे ए ननी बाबा तो मोर जन्म कथा भी सुनलो हां मोर कर्म कथा भी सुनलो सुननी गो कोयमा कोयमा किंडा कोयमा तुम्हें कह सिलेक्ट करो ए मां आजि काली हो छे इटा कोइले पने हता बे नारी माने क्या जे नंगल नि धरत ई सुन सुन रे मोर गेलाई कुनी हां हां ननी हो देई थी बार प्रश्न उत्तर गेलाई कुनी हो ननंदे मोर इटा
ପୁରାଣର ସମାଚାର। ଶୁଣ ଶୁଣ ରେ ମୋର କେଲାଇ କୁନି ନନି ହୋ, ଶୁଣ ରେ ମୋର କେଲାଇ କୁନି ଦେଇଥିବା କେଲାଇ କୁନି ଓ ପୁରାଣର ସମାଚାର। କେଲାଇ କୁନି ଓ ନରଦେବର ପୁରାଣର যুগরে সীতা অবতারে ভূমির এলি ভূমির এলি জনম কেমন যুগরে সীতা অবতারে ভূমির এলি ভূমির হেলি জনম কেমন নিহ ভূমির হেলি জনম। জনক আমার পিতা বসুমতী মাতা, জনক আমার পিতা বসুমতী মাতা, এলে রামচন্দ্র স্বামী মোর নাই কুনি নরদেবর শরণতিব সমাচার। নাই কুনি নরদেবর শরণতিব সমাচার। ତ୍ରେତୟା ଯୁଗରେ ହଁ ମୁଇଁ ସୀତା ଅବତାରେ ଭୂମିରୁ ଜନ୍ମ ହେଇଥିଲି। ହଇ ଗো ମୋର ନାମ ଥିଲା ଭୂମି ସୂତା। ଭୂମି ସୂତା ଦିନେ ମିଥିଳାର ରାଜା ହଁ ତାଙ୍କର ରାଜ୍ୟରେ ବର୍ଷା ନିହୁତି ହଇ ଗো ତ ଭୂମି ପୂଜା କରିବା ପାଇଁ ହଁ ସେ ଭୂମି ପୂଜା କରୁଥିଲେ। କରୁଥିଲେ ତ ସେଇ ସମୟରେ ସର୍ବପ୍ରଥମେ ଜନକ ହଁ ନଙ୍ଗଲ ଯେନ୍ତା ଜୁତୁଛନ୍ ହଇ ସେ ନଙ୍ଗଲ ଗାରେ ଗାରେ ମୁଇଁ ମାଟି ଭିତରୁ ଭୂମିରୁ ଜନ୍ମ ହେଇ। ହଁ ହଁ ତ ଭୂମି ଗୋଟେ ବସୁମତୀ କୁହାଯାଏ। ହଇ ଭୂମି ପୁରୁଷ ଲୋକ ନୁହେଁ ସେ। ହଁ ଇ ଭୂମି ଗୋଟେ ମାଟି ମା। ଏ ମାଟି ମା କୌଣସି ମା ଭୂମି ରଜ ଏଇଟା ରଜ ସଂକ୍ରାନ୍ତି ଆମର ତ ବି ମାନା ହଁ ଭୂମି ରଜବତୀ ହେସନ୍। ଭୂମି ଗୋଟେ ମା। କୌଣସି ନାରୀ ଜାତିଙ୍କୁ ଚିରି କରି ହଁ ସେ ଚାଷ ନେଇ ନେଇ କରିପାରେ। କରିପାରନ୍ ତ ଆଜ୍ଞା ଲେଖିଥିଲେ ଯେ ଟୁକେଲ ଲୋକ ମାନେ କାହିଁ ଯେ ନଙ୍ଗଲ ନେଇ ଧରନ୍। ହଁ କଲି ଯୁগে ଧରୁଛନ୍ ଗୋଟେ ଗୋଟେ ଟୁକେଲ, କିନ୍ତୁ ଟୁକେଲ ଲୋକ ପ୍ରକୃତ ନଙ୍ଗଲ ନେଇ ଧରବାର କଥା। ହଇ ଗো କାହିଁ ଯେ ଜାଣିଛ କାହିଁ ଯେ ଆଗ ଦ୍ୱାପର ଯୁଗରେ ମୋର ଦେଢ଼ଶୁର ବଳଭଦ୍ର ତାଙ୍କ ନାମ। ବଳଭଦ୍ର ତାଙ୍କ ନାମ କେମନ ନିହ ବଳଭଦ୍ର ତାଙ୍କ ନିଜ ନାମ। ଆଗ ଦ୍ୱାପର ଯୁଗରେ ମୋର ଦେଢ଼ଶୁର ବଳଭଦ୍ର ତାଙ୍କ ନାମ। ବଳଭଦ୍ର ତାଙ୍କ ନାମ କେମନ ନିହ ବଳଭଦ୍ର ତାଙ୍କ ନାମ। মুই হইছে দ্বাপর যুগরে রাধা ହଁ এবং রুক্মিণী। ହଇ ଗো রুক্মিণী হচ্ছন মা লক্ষ্মীঙ্কর অবতার, আর রাধা হচ্ছন
কৃষ্ণ এবং রাধা হচ্ছেন জীব এবং পরম। পরম। তো কৃষ্ণଙ୍କର ବଡ ଭାଇ ଥିଲେ ବଳଭଦ୍ର, বলভদ্র ବଳରାମ। বলরাম। ତ ବଳରାମଙ୍କୁ ରୁକ୍ମିଣୀ କାଁ ବୋଲିକରି ମାନ୍ୟ କରୁଥିଲେ, ଦେଢ଼ଶୁର ବୋଲି। ଦେଢ଼ଶୁର ବୋଲିକରି ମାନ୍ୟ କରୁଥିଲେ। ହଁ। ଆଚ୍ଛା, ବଳରାମଙ୍କର ତାଙ୍କର ସର୍ବସାରୁ ତାଙ୍କର ଅସ୍ତ୍ର କେନ୍ଟା ଥିଲା ଜାଣିଛ? তিনটা গো କାଣା ଥିଲା? ନଙ୍ଗଳ। ନଙ୍ଗଲ। ନଙ୍ଗଳଧାରୀ ପ୍ରଭୁ ହଁ। ବଳଭଦ୍ର। କରେ ନଙ୍ଗଲ ମୁସଲ ଯେ ଦିବ୍ୟ କାନ୍ତି ଏ ବିଜେ ବଲ ହରି କରେ ସମୁଦ୍ର। ତ ବଳରାମଙ୍କର ଅସ୍ତ୍ର ହେଲା ନଙ୍ଗଳ। হয় ତ ସେଇ ନଙ୍ଗଲକେ ନେଇକରି ଆମେ ଭୂମିରେ ଚାଷ କରସୁଁ। হ্যাঁ হ্যাঁ ନାରୀ ଜାତି ହଉଛନ୍ ଆମେ ଲକ୍ଷ୍ମୀଙ୍କର ଅବତାର। ବୋଲେ ଟୁକେଲ ଲୋକ ଯେନ୍ଟା କି ଲକ୍ଷ୍ମୀ ସେଇଟା। সেটা ଘରକେ ଯଦି ଝିଅଟେ ଜନ୍ମ ହେଲା ବେଲେ ଲକ୍ଷ୍ମୀ ଜନ୍ମ ହେଲା ବୋଲସନ୍। ହଁ ଏ ଘରକେ ଯଦି ବହଟେ ଆନମା ବେଲେ ଲକ୍ଷ୍ମୀଟି ଆମ ଘରକେ ଆସିଲା ବୋଲସନ୍। ତେଣୁ କରିକି ଲକ୍ଷ୍ମୀ ଏବଂ ବଳଭଦ୍ର ଦେଢ଼ଶୁର ଭାଇ ମନାମୁନି କରସନ୍। ହଁ ହଁ ତେଣୁ କରିକି ଦେଢ଼ଶୁର କେ ତ ଭାଇ ମାନେ ଛୁଇଁ ନେଇ ପାରନ୍। হয় ତ ବଳଭଦ୍ରଙ୍କର ଅସ୍ତ୍ର ତ ନଙ୍ଗଳ ଏ। ହଁ। ନଙ୍ଗଲ କେ କେନ୍ତା କରି ନାରୀ ଜାତି ଛୁଇଁ ପାରବେ। ହଁ। ତେଣୁ କରିକି ନଙ୍ଗଳ ଅସ୍ତ୍ର କେ ନାରୀ ଜାତି ଧରବାର কথা ନୁହେଁ। নহে সে গো ଗଡ଼ଗଡ଼ ବାହାଲ ତେତେଲ ଖୁଟି ମଞ୍ଜି ଥାଟି ଚନ୍ଦନ ହାତୀ ରବି ହାତୀ। ଦେଖ ତୁମର ହାତୀ ମନକର ଲାଗି ଆମର ଲାଇଟ କାଟା ଯାଉଛି, এটা মনে ରଖି। ହୁଁ ଜିନ୍ ଗାଁ ଗଲେ ଖାଲି ଆମର ଜନରେଟର ଚାଲୁছে না, କେଡେ ବଡ ବଡ ସାହସ। ସେ ବନ୍ଧୁକୁ ଆମର କଳା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବିଶେଷ ବିଶେଷ ଧନ୍ୟବାଦ। ଜୟ କଲା। জয় কলা ହଁ ଜିମା ପ୍ରଭୁ। ତ ମା ଲକ୍ଷ୍ମୀ ବଳଭଦ୍ରକୁ ଦେଢ଼ଶୁର ମାନ୍ୟତା କରୁଥିଲେ ବୋଲିକିରି ନାରୀ ଜାତି ମାନେ ନଙ୍ଗଲ ନେଇ ଧର। হ্যাঁ হ্যাঁ ଆଗ ଏହି ପରିଜାଣ ପୁରାଣର ଜ୍ଞାନ ଶୁଣ ହେ ସଭାଜନ, ଶୁଣ ହେ ସଭାଜନ, ଏ ମୋ ଜନୀ ହୋ, ଶୁଣ ହେ ସଭାଜନ। ଯାହା ଜାଣିଥିଲି କହିଲି ବୁଝାଇ, ଯାହା ଜାଣିଥିଲି କହିଲି ବୁଝାଇ, ଶୁଣିଥିବ ମନ୍ଦାରେ। ନାଇ କୁନି ହୋ ନନନ୍ଦେ ମୋର, ତା ଦେଇଥିବାର ପ୍ରଶ୍ନ ଉତ୍ତର। ନାଇ କୁନି ହୋ ନନନ୍ଦେ ମୋର, ତା ଦେଇଥିବାର ପ୍ରଶ୍ନ ଉତ୍ତର। শ্বশুর নে করন হট। হয় হয় উল্কি হচ্ছে যে শ্বশুর নে করন হট। হ্যাঁ এ মাদিন পুরুষে পিলা পেয়েছে, পুরুষ নেই না বেটা। और क्या लिखा हुआ है देखो भाई। और देख कागज खुले गुटे गुटे कम ना चार चार टा लिखी